ध्याये नित्यं महेशं रजतगिरिनिभं चारुचन्द्रवतंसं रत्नकल्पजोडाङ्गपरशुमुगधभीतिहस्तं प्रसन्नं चर्मासनं समन्तातस्तुतममरगणे कृतिवासं पिनाकं विषादं विश्ववन्द्यं निखिलभयहरं पञ्चवक्त्रं त्रिनेत्रं प्रभुमीशमनीशमहेशगुणं गुणहीनगणाहरणं रणनिर्जितदुर्जय दैत्यपुर प्रणमामि शिवं शिवकल्पतरुं गिरिराजसमन्वितबामतनुतनुनिन्दितराजितकोटिविधुं विधिविष्णुशिवानतपादजुगं प्रणमामि शिवं शिवकल्पतरुं सशिलाञ्चितरञ्जितसन्नुकुटं कटिलम्बितसुन्दरकृतिपटं सुरसैव बलिनिकृतपटं प्रणमामि शिवं शिवकल्पतरुं त्रिनयनसुभूषितचारुमुखं मुखपद्मविराजितकोटिविधुं विधुखण्डविखण्डितभालतटं प्रणमामि शिवं शिवकल्पतरुं वृषराजनिकेतनमादिगुरुं गरळासनमादिविषभीधरं प्रथमाधिपसेवकरञ्जनकं प्रणमामि शिवं शिवकल्पतरुं मकरध्वजमत्तमात्तङ्गकरिचर्मासन नागविवोधरं वरदाभयशूलविषाभिधरं प्रणमामि शिवं शिवकल्पतरुं नदेय च पुष्पं सदा पापचित्तो पुनर्जन्मदुःखात् परित्राहि शम्भो भजतोऽखिलदुःखसमुहरं प्रणमामि शिवं शिवकल्पतरुं प्रणमामि शिवं शिवकल्पतरुं प्रणमामि शिवं शिवकल्पतरुं ॐ नमः शिवाय। काशी क्षेत्र रे पंचक्रोश यात्रार विवरण कहती धातानंदन शुण मुनिवर अपूर्व विधान एक करिबी विस्तार काशी क्षेत्रे पंचकोशी यात्रा विधान शुणिले समस्त पाप होइब दहन बैशाख कृष्ण पक्ष त्रयोदशी दिन यात्रार समय गोटी करिबी गायन प्रातः काले नित्य कर्म करी समापन गंगा जल रे तदंते सारी स्नान तापरे पितृगण को तोषी त्रिकाल रे मन लगाइब विश्वेश्वर पादरे पंचकोशी स्थल करी सारी प्रदक्षिण मणिकर्णिकारे आसी करी स्नान विश्वेश्वर दर्शन जीव जेते बेले शक्ति मते विप्रदान देव आहु हेले
ତାପରେ ବିଶ୍ୱେଶ୍ୱରଙ୍କ ପାଦରେ ନମିବ, ଧୂପ ଦୀପ ଗନ୍ଧ ପୁଷ୍ପେ ସାଦରେ ପୂଜିବ। ଅପମାର୍ଗ ଦଳରେ ଯେ କୋମଳ ମଞ୍ଜରୀ, ଅଞ୍ଚଳି କରିଣ ତାହା ହସ୍ତେ ଥିବ ଧରି। ମନବାଞ୍ଛା ବିଚାରିଣ ଶିବ ଶିରେ ଦେବ, ଯେଉଁ ଇଚ୍ଛା ଯାର ମନ ମଧ୍ୟେ ସ୍ପୃହା ଥିବ। ତଦନ୍ତେ ପ୍ରଭୁଙ୍କୁ ହାତ ଯୋଡ଼ି ଆଜ୍ଞା ମାଗି, ବୋଲିବ ନମସ୍ତେ ପରଂ ବ୍ରହ୍ମ ମହାଯୋଗୀ। ମୋତେ ଆଜ୍ଞା ଦାନ କର ଜଗଜ୍ଜନ ବନ୍ଧୁ, ନମସ୍ତେ ଶଙ୍କର ଭଗବାନ କୃପା ସିନ୍ଧୁ। ସକଳ ଲୋକଙ୍କର ଗୁରୁ ଭକତ ବତ୍ସଳ, ତୁମ୍ଭର ଏକ ପଞ୍ଚକ୍ରୋଶ କ୍ଷେତ୍ର ପୁଣ୍ୟସ୍ଥଳ। ତାହା ପ୍ରଦକ୍ଷିଣ କରିବାକୁ ମୋର ମନ, କ୍ଷେତ୍ର ଯାତ୍ରା କରି ଲଭିବି ମୁଁ ତୁମ୍ଭ ସ୍ନାନ। ଏତେ ବୋଲି ନମସ୍କାର କରି ଆନନ୍ଦରେ, କ୍ଷେତ୍ର ପ୍ରଦକ୍ଷିଣ କରି ଯିବ ତହିଁ ପରେ। ପୁଣି ଯାଇ ଏକ କାଳ ଭୈରବ ପାଦେ, ନମି ବୋଲିବ ନମସ୍ତେ ପରଂ ବ୍ରହ୍ମ ଅନ୍ତର୍ଯ୍ୟାମୀ। ତୁମ୍ଭେ ଆଜ୍ଞା ଦେଲେ ବିଧାତାଙ୍କ ବିଧି ମତେ, କ୍ଷେତ୍ର ପ୍ରଦକ୍ଷିଣ କରିବି ମୁଁ ଶୁଦ୍ଧ ଚିତ୍ତେ। ଏହା କହି ଯିବ କରିବାକୁ ପ୍ରଦକ୍ଷିଣ, ପଞ୍ଚକୋଶ କାଶୀ ବୁଲୁଛି ସେ ପ୍ରତିକ୍ଷଣ। ଜିତେନ୍ଦ୍ରିୟ ଦେବ ମାନସକୁ ସ୍ଥିର କରି, ମୌନେ ବୁଲିବ ମୁଖେ ବାକ୍ୟ ନ ଉଚାରି। ମେରୁକୁ ବୁଲନ୍ତି ଯେଉଁ ରୂପେ ଦିନମଣି, ସେ ରୂପେ ଆସିବ କାଶୀ ବୁଲି ସାଧୁ ପ୍ରାଣୀ। ଦେବତାଙ୍କ ଦୁର୍ଲଭ ଏ କ୍ଷେତ୍ର ଯାତ୍ରା ବିଧି, କହିଲୁ ତୁମ୍ଭର ଆଗେ ଜାଣ ତପୋନିଧି। ପଞ୍ଚକୋଶ ଯାତ୍ରା କରି ଆସିବ ଯେ ଦିନ, ଅଙ୍ଗୁରୁ ସକଳ ସାପ ଛାଡ଼ିବ ସେ ଦିନ। ଏମନ୍ତ ଭାବନା କରୁଥାନ୍ତି ଦେବତାଏ, କାଶୀ କ୍ଷେତ୍ରେ ଯାତ୍ରା ପୁଣ୍ୟ ଅଟଇ ଅକ୍ଷୟ। କାଶୀ କ୍ଷେତ୍ରେ ପରବେଶ ହେବ ଯେଉଁ ଜନ, ସେ ନିଶ୍ଚୟ କରିବ ତହିଁ କ୍ଷେତ୍ର ପ୍ରଦକ୍ଷିଣ। ତହିଁ ପରେ ଆସି ବିଶ୍ୱେଶ୍ୱରଙ୍କୁ ଦେଖିବ, ଶିରେ କର ଯୋଡ଼ି ତାଙ୍କୁ ନମସ୍କାର ହେବ। ଏକ ମନ ହୋଇ ଦୁଃଖେ ବୋଲିବ ଏ ବାଣୀ, ନମସ୍ତେ ନମସ୍ତେ ମହାଦେବ ଶୂଳପାଣି। ନମସ୍ତେ ଶ୍ରୀ ବିଶ୍ୱେଶ୍ୱର ଜଗତର ଗୁରୁ, ନମସ୍ତେ ବାଞ୍ଛିତ ଫଳ ଦାତା କଳ୍ପତରୁ। କ୍ଷେତ୍ର ପ୍ରଦକ୍ଷିଣ କରି ପ୍ରସାଦେ ତୁମ୍ଭର, ପର ଶୁଦ୍ଧି ବୁଦ୍ଧି ହେଉ ମୋର। ଆଜନ୍ମ କାଳରୁ ପାପ ଅରଜିଛି ଯେତେ, ସଂଖ୍ୟା କରି ନ ହୋଇବ ଯେ କେତେ। ସେ ସକଳ ପାପ ମୋର ନାଶ ଯାଉଥାଉ ନାଥ, ଏହି କ୍ଷେତ୍ର ପ୍ରଦକ୍ଷିଣ ସକାଶୁ ତୁରିତ। ଏମନ୍ତ ବୋଲିଣା ଶୁଣି ଶିରେ କର ଯୋଡ଼ି, ବିଶୁଦ୍ଧ ମନରେ ତହୁଁ ଆସିବ ବାହୁଡ଼ି। ପ୍ରବେଶ ହୋଇବ ମଣି କନିକାରେ ଯାଇ, ପ୍ରାର୍ଥନା କରିବ ତାଙ୍କୁ କୃତଜ୍ଞ ହୋଇ। ନମସ୍ତେ ସକଳ ତୀର୍ଥଙ୍କର ମୂଳ ଦେବୀ, ନମସ୍ତେ ଜଗତ ମାତା ନମସ୍ତେ ବୈଷ୍ଣବୀ। ମଙ୍ଗଳଦାୟିନୀ ମାଗୋ ଶ୍ରୀମଣି କନିକା, ଶିବଙ୍କ ଶ୍ରୀ କରୁ ମାଗୋ ଜନ୍ମିଥିଲୁ ଏକା। ପ୍ରାର୍ଥନା କରୁଛି ମାତ ତୁମ୍ଭ ପାଦ ତଳେ, ମୋହର ପାତକ ରାଶି ନାଶ କର ହେଳେ। ଏହି ପୁଣ୍ୟକ୍ଷେତ୍ର ଗୋଟି ପଞ୍ଚକ୍ରୋଶ ସ୍ଥଳୀ, ତହିଁର ମଧ୍ୟରେ ଯେତେ ବ୍ରହ୍ମଣ ମୁଁ କଲି। ଜାଣିବା ନ ଜାଣି ଅରଜିଛି ପାପ ଯେତେ, ବିନାଶ କର ଯେ ପାପୀ ମାନଙ୍କୁ ତୁରିତେ। ତୁମ୍ଭ ଜଳ ସ୍ନାନେ ନାଶ ଯାଉ ସବୁ ପାପ, ଜନ୍ମ ଜନ୍ମାନ୍ତ ସୁନ୍ଦର ଦିଶୁ ମୋର ରୂପ। ଏହି ମନ୍ତ୍ର ଗୋଟି ମୁଖେ କରି ଉଚ୍ଚାରଣ, ସେ ପୁଣ୍ୟ ଜଳରେ ପଶି କରିବ ସ୍ନାନ। ଦେବ ପିତୃ ଋଷି ସ୍ଥାବରଙ୍କୁ ଜଳ ଦେବ, ତଦନ୍ତେ ଅନୁଞ୍ଜି ମାଗି ସେଠାବରୁ ଯିବ। କାଳ ଭୈରବଙ୍କ ସମୀପକୁ ତହୁଁ ଯାଇ, ପ୍ରଣାମ କରିବ ତାଙ୍କ ପାଦେ ନମି ହୋଇ। ସେଠାରୁ ବସାରେ
ଯାଇ ହୋଇବ ପ୍ରବେଶ। ମନ ମଧ୍ୟ ହେଉଥିବ ଅନେକ ହରସ। ଭୋଜନ ନିମନ୍ତେ ନାନାବିଧ ଦ୍ରବ୍ୟ ଆଣି ଶକ୍ତି ଅନୁରୂପେ ରଖିଥିବ ସାଧୁ ପ୍ରାଣୀ। ବ୍ରାହ୍ମଣ ସନ୍ନ୍ୟାସୀ ଶିବ ଭକ୍ତ ଯେଉଁ ନର ତାହାଙ୍କୁ ଆଣି କରିବ ଅନେକ ଆଦର। ଚରଣ ଧୋଇବ ଆସନରେ ବସାଇବ ହୃଦୟରେ ଚନ୍ଦନ ଲେପି ଶ୍ରୀରେ ପୁଷ୍ପ ଦେବ। ତାହାଙ୍କୁ ସଙ୍ଗତେ ଘେନି କରିବ ଭୋଜନ କ୍ଷୀରି ପିଠା ଅନ୍ନ ଘୃତ ନାନାଦି ବ୍ୟଞ୍ଜନ। ଭୁଞ୍ଜିଣ ସନ୍ତୋଷ ହୋଇ ବସେ ଯେତେବେଳେ ଆଚମନ ବିଧି କରାଇବ ତେତେବେଳେ। ତାମ୍ବୁଳ ଭୁଞ୍ଜଇ ତାପ ମନ ତୋଷ କରି ଭାବିବ ଅଟନ୍ତି ଏହି ମାନେ ତ୍ରିପୁରାରୀ। ନମସ୍କାର କରି ଧନ ବସ୍ତ୍ର ଦେଲେ ଦେବ ନଥିଲେ ବିନୟେ ନମ୍ର ହୋଇଣ କହିବ। ତହିଁ ପରେ ଯାଇ ଗଙ୍ଗା ଜଳେ କରି ସ୍ନାନ ସୁଚିତ୍ତରେ ଗଙ୍ଗାଷ୍ଟବ କରିବ ପଠନ। ସନ୍ଧ୍ୟା ତର୍ପଣ ସାରି ଶିବ ଶିବ ଜପି ଗାୟତ୍ରୀ ଜପ କରିବ ଦ୍ୱିଜ ପୁନରପି। ଗଣେଶ ପ୍ରଭୁଙ୍କୁ ତହିଁ କରିବ ଦର୍ଶନ କେଶବ ପ୍ରଭୁଙ୍କୁ ତହିଁ କରିବ ଯେ ଧ୍ୟାନ। କେଶବ ଶ୍ରୀ ଶିବ ସେଠାବରେଛନ୍ତି ରହି ତାହାଙ୍କୁ ପୂଜିବ ମନେ ହରଷିତ ହୋଇ। ଏହି ରୂପେ 5 ଦିନ 7 ଦିନ ବା ଶ୍ରୀକ୍ଷେତ୍ର ରହି କରିବ ନୀତି ଶିବ ସେବା। କ୍ଷେତ୍ର ଛାଡ଼ି ଗଲା ବେଳେ ଶ୍ରୀ ବିଶ୍ୱେଶ୍ୱରଙ୍କୁ ନମସ୍କାର କରି ପୂଜା କରିବ ଯେ ତାଙ୍କୁ। ସୁବାସ କୁସୁମ ଗନ୍ଧ ଦେବ ଶୁଦ୍ଧ ମନେ ଧୂପ ଦୀପ ଆଦି କରି ଅର୍ଚ୍ଚନା ବିଧାନେ। ତଦନ୍ତେ ସେ ସାଷ୍ଟାଙ୍ଗେ ହୋଇ ଶିବେ କରି ଯୋଡ଼ି ତ୍ରାହି ତ୍ରାହି ବୋଲି ପାଦ ତଳେ ଯିବ ପଡ଼ି। ତହୁଁ ଦୁଷ୍ଟ ମନ ହୋଇ ଉଠି ନ ଆସିବ ଯହିଁ ଇଚ୍ଛା ହେବ ତହିଁ ଗମନ କରିବ। ଅନେକ ପ୍ରକାରେ ଯାତ୍ରା ବିଧାନ ରହିଛି ଗୋଟିଏ ପ୍ରକାରେ ତହୁଁ କହିଲି ମୁଁ ବାଛି। 5 କୋଶ କ୍ଷେତ୍ରେ ଅସଂଖ୍ୟକ ପୁଣ୍ୟ ଫଳ ବିସ୍ତାରି କହିଲେ ତାହା ହୋଇବ ବହୁଳ। ଯେବଣ ମାନବ ଭକ୍ତି ମୁକ୍ତି ବିଚାରଇ ସେ କ୍ଷେତ୍ରକୁ ଆସି ଏହି ମାର୍ଗେ ପ୍ରବର୍ତ୍ତଇ। ତାର ଯାହା ପୁଣ୍ୟ ହୁଏ ତା କରିବା ଶୁଣ ଶ୍ରୀମୁଖରେ ଆଜ୍ଞା ଦେଇଛନ୍ତି ତ୍ରିଲୋଚନ। ବ୍ରହ୍ମହତ୍ୟାଦି ପାପ ଥିଲେ ତାର ଦେହେ କ୍ଷେତ୍ର ଦର୍ଶନ କଲା ମାତ୍ରେ କ୍ଷୟ ଯାଏ। ଚକ୍ରବର୍ତ୍ତୀ ପ୍ରାୟ ସେହୁ ପାଳଇ ସଂସାର ଅନ୍ତେ କୈଳାସ କନ୍ଧରେ ସ୍ଥାନ ହୁଏ ତାର। 14 ମନୁ ଯାଏ ବସି ଦିବ୍ୟ ଭୋଗ କରେ ତିଳେ ମାତ୍ର ଦୁଃଖ ଭୋଗ ସେ ଜନନ କରେ। 12 ଆସି ସେହୁ ନରପତି ହୋଇ ପୁତ୍ର ସମାନ ପରଜା ମାନଙ୍କୁ ପାଳଇ। ଏହିପରି ଅଟେ ଯେଉଁ ଦେବଙ୍କ ମହିମା ମୁହିଁ ଛାର ନର ହୋଇ କି ଦେବି ଉପମା। ସେ ପାଦ ପଦ୍ମ ରେଣୁକୁ ସଦା ଆଶ୍ରା କରି ବଳାଇଛି ମନ ପାରି ହେବି ଭବ ବାରି। ଜଗତ ଜନନୀ ମାହେଶ୍ୱରୀ ପାଦ ଧ୍ୟାଇ ଅଧମ କ୍ଷେତ୍ର ମୋହନ ଏ ଗୀତର ଚଇ। ଶିବଙ୍କ ସେବାରେ ବାଣାସୁରର ବର ପ୍ରାପ୍ତ। ସକଳ ଋଷି ଏ ମନେ ହୋଇ ହରଷିତ ବୋଇଲେ କୁହନ୍ତୁ ଦେବ ଏକଇ ଚରିତ। ଯେମତେ ଆମ୍ବରଙ୍କୁ ପାପ ହେବ ନାଶ ତାହା ଶୁଣିବା ପାଇଁକି ବଳାଇଛୁ ଆସ। କହିଲ ତ ପଞ୍ଚକୋଶୀ ଯାତ୍ରାର ବିଧାନ ଶୁଣିଲା ମାତ୍ରେ ସନ୍ତୋଷ ହେଲା ଆମ୍ଭମନ। ଆବର ଏକଇ କଥା କୁହନ୍ତୁ ବୁଝାଇ ଶିବପୁରେ ଛନ୍ତି ଯେତେ ମହାକାଳ ରହି।
ତାଙ୍କ ଉତ୍ପତ୍ତି ସ୍ଥିତି ହୁଏ କେଉଁପରି ସେ କଥା ମାନ ଆମ୍ଭକୁ କୁହନ୍ତୁ ବିସ୍ତାରି। କ୍ଷେତ୍ର ପ୍ରଦକ୍ଷିଣ କଲେ ପୁଣ୍ୟ ଫଳ ଏଡ଼େ ମହାକାଳ ଗଣଙ୍କର ସଙ୍ଗେ ସେହୁ କ୍ରୀଡ଼େ। ସେହି ମହାକାଳ ଗଣ କିପରି ହୋଇଲେ ତାହା କୁହନ୍ତୁ ଆମ୍ଭକୁ ବୁଝାଇଣ ଭଲେ। ତବ ମୁଖୁ ନନ୍ଦୀ ଜନ୍ମ ଚରିତ ଶୁଣିଣ ହେ ଭବ ସାଗର ଦୁଃଖୁ ଗଲୁ ନିସ୍ତରିଣ। ଏବେ କହ ମହାକାଳ ଗଣର ଚରିତ ପୂର୍ବରେ ସେ କେଉଁପରି ହୋଇଥିଲେ ଜାତ। କହନ୍ତି ବିଧାତା ସୁତ ଶୁଣ ସର୍ବମୁନି ମହାକାଳ ଗଣଙ୍କର ଉତ୍ପତ୍ତି ବାଣୀ। ଶୁଣିନ ସକଳ ପାପ ହୋଇବ ଦହନ ତେଣୁ ନା କହିବା ସର୍ବେ ହୁଏ ଏକ ମନ। ପୂର୍ବ କାଳେ ବଳି ନାମେ ଦାନବେଗ ଥିଲା ବଳବନ୍ତ ପଣେ ତିନି ପୁର ସେ ଜିଣିଲା। ଧର୍ମରେ ସର୍ବଦା ସେହୁ ରଖିଥାଏ ମନ ଅନେକ ପ୍ରକାରେ କରୁଥାଏ ଯଜ୍ଞ ଦାନ। ବିଷ୍ଣୁରେ ଭକତି କରେ ଦେବତାଙ୍କ ବାଦୀ ଦେବଙ୍କୁ ନାଶିବା ପାଇଁ ନୀତି ପାଞ୍ଚେ ବୁଦ୍ଧି। ଗର୍ବ ଗଞ୍ଜନ ଅଟନ୍ତି ତ ହୃଷିକେଶ ସେ କଥା ନ ସହି ବଳି ଠାରେ କଲେ ରୋଷ। ବାମନ ସ୍ୱରୂପ ଧରି ତାପାସକୁ ଗଲେ ଦାନ ଘେନି ତାକୁ ପାତାଳରେ ବାସ ଦେଲେ। ସେ ବଳି ଦୈତ୍ୟର ପୁତ୍ର ନାମ ବାଣାସୁର ଶୋଣିତ ନଗର ଅଟେ କଟକ ତାହାର। ଶିବଙ୍କ ଚରଣେ ବାଣା ଶରଣ ପଶିଲା ନିଷ୍ଠାପର ହୋଇ ନୀତି ତାହାଙ୍କୁ ପୂଜିଲା। ବିଂଶ କୋଟି ଲିଙ୍ଗ ପୂଜଇ ସେ ମୋହି ତଳେ ସହସ୍ର ଭୁଜନେ ନୀତି ଫୁଲ ପତ୍ର ତୋଳେ। ଭକ୍ତିରେ ଅର୍ଚ୍ଚନା କର ଇସେ ଲିଙ୍ଗ ମାନ ସହସ୍ର ଭୁଜରେ କରେ ଉପଚାର ଦାନ। ତିନି କୋଟି ଲିଙ୍ଗ ହିମାଦ୍ରିର ଶିଖେ ସ୍ଥିତ ତାହାଙ୍କୁ ପୂଜିଲା ଯାଇ ନୀତି ଭଳି ସୁତ। କାଳିକା ଗର୍ଭଗିରିର ଶିଖେ ତିନି କୋଟି ଲିଙ୍ଗ ସ୍ୱରୂପକୁ ଧରି ବିଜଏ ଦୁର୍ଜଟି ତାହାଙ୍କୁ ସର୍ବଦା ସେବା କଲା ବାଣାସୁର। ଶ୍ରୀଶୈଳରେ ତିନି କୋଟି ପୂଜିଲା ଆବର କୋଟିଏ ଲିଙ୍ଗ ଆବର ପର୍ବତର ଶିଖେ। ତାଙ୍କୁ ପୂଜା କରି ତହୁଁ ଯାଏ ମନ ସୁଖେ। କନକ ଆଶ୍ରୟ ପରବେଶ ହୁଏ ଯାଇ ସେଠାରେ କୋଟିଏ ଲିଙ୍ଗ ପୂଜା ସେ କରଇ। କନଖଳ ପର୍ବତରେ ପ୍ରବେଶ ହୋଇଣ ସେଠାରେ କୋଟିଏ ଲିଙ୍ଗ ପୂଜା କରେ ବାଣ। ମହେନ୍ଦ୍ର ପର୍ବତେ କୋଟି ଲିଙ୍ଗ ପୂଜା କରି ତହୁଁ ଯାଇ ସେ ପର୍ବତ ଶିଖୁ ଅବତରି। ନେପାଳ ଦେଶରେ ଯାଇ ହୋଇଣ ପ୍ରବେଶ ସେଠାରେ କୋଟିଏ ଲିଙ୍ଗ ପୂଜେ ବଣି ସ୍ତିସ୍ୟ। ନର୍ମଦା ନଦୀର ତୀର ଅଟେ ପୁଣ୍ୟ ଭୂମି ତହିଁକି ଚଳଇ ବାଣ ହୋଇ ପଦଗାମୀ। ନର୍ମଦା ତଟରେ ବସି ଅଛି କୋଟି ଲିଙ୍ଗ ପୂଜଇ ଆନନ୍ଦ ମନେ ଦୈତ୍ୟ ମହାଭାଗ। ଏମନ୍ତ ପୂଜଇ ତିନି ନୀତି ଲିଙ୍ଗ ବିଂଶ କୋଟି ତଦନ୍ତେ ଆସଇ ନିଜ ପୁର କୁଲେ ଉଟି। ଅନେକ ଆଦରେ ପୂଜା କରି ଭକ୍ତି ଭାବେ ପଞ୍ଚମନ ସମର୍ପଣ କରିଥାଏ ଶିବେ। ଏହି ରୂପେ ବହିଗଲା କେତେ ସମ୍ବତ୍ସର ତଦନ୍ତେ ପ୍ରସନ୍ନ ତାକୁ ହେଲେ ଶୂଳଧର। ବୃଷଭ ପୃଷ୍ଠରେ ବସି ଆଗେ ହେଲେ ଉଭା ଶ୍ରୀଚନ୍ଦ୍ର ଶେଖର ରୂପ ଦିଶେ ଦିବ୍ୟ ଶୋଭା। ମସ୍ତକରେ ଚନ୍ଦ୍ରଖଣ୍ଡ ଫିଙ୍ଗି ଜଟାବାର ଧାର ଧାର ହୋଇ ବହୁ ଅଛି ଗଙ୍ଗାଧର। ମୁଖକୁ ସୁନ୍ଦର ଦିଶୁ ଅଛି ତିନି ନେତ୍ର ବିଭୂତିରେ ଧୂସୁରିତ ହୋଇ ଅଛି ଗାତ୍ର। କଟିରେ ବସନ ହୋଇ ଅଛି ବ୍ୟାଘ୍ର ଚର୍ମ ଭୁଜଙ୍ଗ ପଇତା କଙ୍କଣ ଯେ ମନୋରମ।
କୁରଙ୍ଗ ପରଶୁ ଦିବ୍ୟା ଭୟବର କର ଲାବଣ୍ୟ ମୂରତି ଦିଶୁ ଅଛି ମନୋହର ବାଣର ମୁଖକୁ ଚାହିଁ ପ୍ରଭୁ ତ୍ରିପୁରାରୀ ବୋଇଲେ ମାଗ ହେ ପ୍ରର ଦେବାଂଶା ତ ହରି ପ୍ରଭୁଙ୍କର ଏ ବଚନ ଶୁଣି ବାଣାସୁର ଦଣ୍ଡବତ ହୋଇ ଶିରେ ଯୋଡ଼ି ସହସ୍ରେ କର ବଚନେ ବୋଇଲା ଦେଖିଲି ମୁଁ ତୁମ୍ଭ ପାଦ ଖଣ୍ଡିଲା ମୋହର ବହୁ ଜନ୍ମ ରପମାଦ ଲଭିଲି ମୋ ମନ ମଧ୍ୟେ ଯାହା ଥିଲି ବାଞ୍ଚି ଏତିକି ଅଲଭ୍ୟ ମୋର ଆଉ କିସ ଅଛି ସବୁ କାଳେ ଥିବ ମୋର ତବ ପାଦେ ଭକ୍ତି ତୁମ୍ଭ କୃପା ଥିଲେ ସଦା ଥିବି ମୁଁ ବିରତି ଇନ୍ଦ୍ରାଦି ଦେବଙ୍କୁ ଜୟ କରି କିଞ୍ଚିତରେ ତୈଲକ୍ୟଧିପତି ହୋଇବି ମୁଁ ତୁମ୍ଭ ବରେ ଏ ତୁଆନ ବରେ ପ୍ରୟୋଜନ ନାହିଁ ମୋର ହେମନ୍ତ କହୀଣ ବାଣା କଲା ନମସ୍କାର ଭକ୍ତର ମୁଖରୁ ଶିବ ଶୁଣି ଏ ବଚନ ଏବମସ୍ତୁ ବୋଲି ଶୂନ୍ୟ ହେଲେ ଅନ୍ତର୍ଧ୍ୟାନ ବର ପାଇ ବାଣାସୁର ଆନନ୍ଦରେ ଗଲା ଶୋଣିତ ନଗରେ ଯାଇ ପ୍ରବେଶ ହୋଇଲା ପ୍ରଭୁଙ୍କ ଆଜ୍ଞାରେ ଜିଣିଲା ସେ ତ୍ରିଭୁବନ ଯୁଦ୍ଧରେ ତାହାକୁ କେହି ନୋହିଲେ ସମାନ ଅତ୍ୟନ୍ତ ପ୍ରତାପୀ ହୋଇଲେ ସେ ବାଣାସୁର ଏହିପରି ଚାଲିଗଲା କେତେ ସମ୍ବତ୍ସର ଦିନେ ସେ ପ୍ରତାପୀ ଦୈତ୍ୟ ରହୁବରେ ବସି ଅବନି ବୁଲନ୍ତେ ଯାଇ କେଶିରେ ପ୍ରବେଶୀ ରଥରୁ ଓହ୍ଲାଇ ତହିଁ ବଳିର କୁମର ଦେଖିଲା ବିଜୟ କରିଛନ୍ତି ବିଶ୍ବେଶ୍ୱର ନମସ୍କାର କରି ତାଙ୍କୁ ଶିରେ ଦେଇ ପାଣି ପୂଜିଲା ଅନେକ ଉପଚାରେ ଦୈତ୍ୟମଣି ବାଦ୍ୟ କୁଟାଇ ଆଗେ ନାଚି ବେଗ ବେଗ ଶିବଙ୍କ ଆଗରେ ଦେଖାଇଲା ନୃତ୍ୟ ରଙ୍ଗ ପ୍ରେମ ଭରେ ନୃତ୍ୟ ଯହୁଁ କଲା ବାଣାସୁର ସେ ଲିଙ୍ଗ ଭିତରୁ ଫୁଟି ବାହାରିଲେ ହର ଧବଳ ରତନ ତନୁ ଦିଶେ ଦିବ୍ୟ ତେଜ ଜାନୁ ଲମ୍ବିତ ହୋଇ ଅଛି ଚାରିଭୁଜ ପରଶୁ ଅଭୟବର କୁରଙ୍ଗ ଶ୍ରୀକରେ ସର୍ବାଙ୍ଗେ ବିଭୂତି ଚନ୍ଦ୍ର କଳା ଶୋହେ ଶିରେ କଟିରେ ସେ ଦିବ୍ୟ ଚର୍ମ ବସ୍ତ୍ର ପରିଧାନ ତିନି ନୟନରେ ଜ୍ୟୋତି ଦିଶେ ଭିନ୍ନ ଭିନ୍ନ ଭୁଜଙ୍ଗ ହୋଇଛି ହାର କଙ୍କଣ କୁଣ୍ଡଳ ପିଙ୍ଗଳ ଜଟାରୁ ଝରୁ ଅଛି ଗଙ୍ଗା ଜଳ ସୁରଙ୍ଗ ବିନ୍ଧ ଧରେ ମନ୍ଦ ମନ୍ଦ ହାସ କିଅ ବା ତହିଁରୁ ଖସି ପଡ଼ୁଛି ପିୟୁଷ କୋମଳ କରିଣ ପ୍ରଭୁ ବୋଲନ୍ତି ବଚନ କି ଉଚ୍ଚା କରୁଛ ତାହା ମାଗି ବାଣା ଘେନ ତୋର ଏ ନୃତ୍ୟକୁ ଦେଖି ତୁଷ୍ଟ ମୁଁ ହୋଇଛି ତେଣୁ ବର ମାଗ ଦେବି ମନରେ ଯେ ଅଛି ପ୍ରଭୁଙ୍କର ଏ ବଚନ ଶୁଣି ବଳି ଋତ ନୃତ୍ୟ ରଙ୍ଗ ଛାଡ଼ି ମସ୍ତକରେ ଯୋଡ଼ି ହସ୍ତ ବିନୟରେ ନମ୍ର ହୋଇ କହିଲା ଏ ସନ ଯେବେ ସଦାନନ୍ଦ ମୋତେ ହୋଇଲେ ବର୍ଷନ ଯେଉଁ କଥା ମନ ମଧ୍ୟ ଇଚ୍ଛା ଅଛି ମୋର ଝାମୁରେ ତା କହୁଅଛି ଶୁଣ ବିଶ୍ବେଶ୍ୱର ତୁମ୍ଭ ବର ପ୍ରସାଦେ ମୁଁ ହେଲି ବଳବନ୍ତ ସହସ୍ର ଭୁଜର ବଳ ହେଲା ଅପ୍ରମିତ ସଂଗ୍ରାମ କରନ୍ତେ ମୋତେ ନୋହିଲେ କେଶରୀ ଇନ୍ଦ୍ରାଦି ଅମର ଦୂତ ଦେଖି ଯାନ୍ତି ଡରି ତେଣୁ ସହସ୍ରେ ଭୁଜ ମୋର ଖଣ୍ଡୁ କରୁଅଛି କା ସଙ୍ଗେ ଯୁଝିବି ଆଉ ବୀର କେବେ ଅଛି ତୁମ୍ଭ ତୁଲେ ଯୁଦ୍ଧ କରିବାକୁ ମୋର ମନ ତାହେଲେ ସଂଗ୍ରାମ ମୋର ହୁଅନ୍ତା ସମ୍ପୂର୍ଣ୍ଣ ବାଣାସୁର ମୁଖୁ ଏହା ଶୁଣି ଶୂଳ ପାଣି ମନେ ଅଳ୍ପ କ୍ରୋଧ ଧରି କହିଲେ ଏ ବାଣୀ ତୁ ହେ ବାଣାସୁର ମୋର ଅଟୁ ଧର୍ମ ସୁତ ତୋ ସଙ୍ଗେ ଯୁଝିବା ମୋର ନୁହଁ ଉଚିତ ଶସ୍ତ୍ର ଧରି ପିତା ପୁତ୍ର ଯୁଦ୍ଧ କରିବାର ବହିତ ହୁଏ ଏହା ବଡ଼ ସୁନ୍ଦର ହେମନ୍ତ କଇଣ ପ୍ରଭୁ ହେଲେ ଅନ୍ତର୍ଧ୍ୟାନ ତଇଁ ପରେ ଯାହା ହେଲା ତା କହୁଛି ଶୁଣ ଅତି ମୂଢ଼ ମତି ହୋଇ
ବଳି ଦୈତ୍ୟ ବଳା। ବାଦ୍ୟ ଉକୁଟାଇ ପୂର୍ବ ପରି ନୃତ୍ୟ କଲା। ମୁଖେ ସ୍ତୁତି ପଢ଼ି ବୀର କରନ୍ତେ ତାଣ୍ଡବ। ପୁଣି ପ୍ରସନ୍ନ ତାକୁ ହେଲେ ମହାଦେବ। ବୋଇଲେ ରେ ଦିବ୍ୟ ବର ମା ବଳି ସୁତ। ଏ ବଚନ ଶୁଣି ବାଣା କରିଲା ତୁରିତ। ଯଦ୍ୟପି ପ୍ରସନ୍ନ ମତେ ହେଲ ତ୍ରିଲୋଚନ। ମାଗୁଛି ମୋ ସଙ୍ଗେ ଯୁଦ୍ଧ କର ଆୟୋଜନ। ନୋଇଲେ ମୋ ଭୁଜ ଖଣ୍ଡୁ ସହିଦେ ହେଉ ନାହିଁ। ସେହି ସକାଶରୁ ଯୁଦ୍ଧ ମାଗୁଅଛି ମୁହିଁ। ଦାନବ ମୁଖରୁ ଏହା ଶୁଣି ବିଶ୍ୱନାଥ ମହାକ୍ରୋଧ ହୋଇ ତାକୁ କହିଲେ ହେମନ୍ତ। ଜାଣିଲି ଦାନବ ତୁରେ ଅଟୁ ମୂଢ଼ମତି। ଦୁଷ୍ଟ ଲୋକମାନେ କେବେ ପଣ୍ଡିତ ନୁହନ୍ତି। ସର୍ପ ମୁଖେ କ୍ଷୀର ଦେଲେ ବିଷ କରେ ଜାତ। ଖଳ ଲୋକ ସ୍ୱସ୍ଥ ନ ହୁଅଇ କଦାଚିତ। ଅଙ୍ଗାରକୁ ସେତେ ବାର ଦୁଗ୍ଧରେ କଲେ ଧୋତ। କଳା ବର୍ଣ୍ଣ କି ହୋଇବ ହୁଅଇ ତୁରିତ। ଚଉସମ ମଧ୍ୟ ରସୁଣକୁ ପକାଇଲେ। ଦୁର୍ଗନ୍ଧ କି ତାର ଦୂର ହୋଇଯାଏ ଭଲେ। କଳ ଦୁର୍ଜନ ମାନଙ୍କୁ ନ୍ୟାୟ ଶାସ୍ତ୍ର ମାନ। ବୁଝାଇଲେ ତା ପ୍ରକୃତି ହେବ କି ମୋଚନ। ତେଣୁ ସହଜେ ଦାନବ ବୁଦ୍ଧି ଅଟେ ତୋର। ଏ ଜାଣି ତୁ ଯୁଦ୍ଧ ମାଗୁ ଆମ୍ଭରି ସଙ୍ଗର। କିନ୍ତୁ ଯେବେ ଆମ୍ଭ ସଙ୍ଗେ କରିବୁ ସମର। ହରିହର ଏକମାତ୍ମା ଜାଣ ନିରନ୍ତର। ମୁହିଁ ଯୁଦ୍ଧ ନ କରିବି ତୋହର ସଙ୍ଗର। ହରି କାମନା ପୂରଣ କରାଇବେ ତୋର। ତେଣୁ ତାଙ୍କର ମୋହର ନାହିଁ ଭିନ୍ନ। ତୋର ସଙ୍ଗେ ସମୟର କରିବେ ଭଗବାନ। ଯେଉଁ ଭୁଜ ଦଣ୍ଡେ ତୁହି କରିବୁ ସମର। ସେ ବାହୁକୁ ଉପାଡ଼ିବେ ପ୍ରଭୁ ଚକ୍ରଧର। ଏମନ୍ତ ପ୍ରକାରେ ଦାନବକୁ ଶିକ୍ଷା ଦେଇ ସେଠାବରୁ ପ୍ରଭୁ ଗଲେ ଅନ୍ତର୍ଧ୍ୟାନ ହୋଇ। ତାହା ଶୁଣି ବାଣାସୁର ଆନନ୍ଦ ହୋଇଣ। ମନ ମଧ୍ୟରେ ପ୍ରଫୁଲ୍ଲ ହେଲା ତତ୍କ୍ଷଣ। ଯେଉଁ କାଳେ ନାରାୟଣ ମୋ ସଙ୍ଗେ ଲଢ଼ିବେ। ଅନ୍ତର ବେଦନା ମୋର ଦୂର ସେ କରିବେ। ବାଣାସୁର ଠାରୁ ଶୁଣି ସାରି ବୃଷଧ୍ୱଜ। କୋପେ ବୋଇଲେ ଭାଙ୍ଗିବେ ହରି ତୋର ଭୁଜ। ସେଦିନ ଜାଣିବୁ ହରି ଅଟନ୍ତି କିପରି। ନ ଜାଣିନ କିମ୍ପା ତୁହି ହେଉଛୁ ଉଦ୍ଗାରୀ। ଏହାପରେ ଆନ କଥା କରିବି ଗାୟନ। ପଦ୍ମପାଦ ଧ୍ୟାଇ ଲେଖେ ଶ୍ରୀକ୍ଷେତ୍ର ମୋହନ। ଶ୍ରାବଣ ମାସରେ ଶିବ ପୁରାଣ ଶୁଣିବା ବହୁତ ଭଲ, ବହୁତ ପୁଣ୍ୟଦାୟୀ। ମୁଁ ପ୍ରତ୍ୟେକ ଦିନ ପଢ଼େ। ଆଉ 123 ପୃଷ୍ଠା ପର୍ଯ୍ୟନ୍ତ ପଢ଼ି ସାରିଲିଣି। ଏଟା ଦ୍ୱିତୀୟ ଖଣ୍ଡର ମାନେ ପଢ଼ା ଚାଲିଛି। ଭାବିଲି ଶ୍ରାବଣ ମାସ ଆପଣମାନେ ବି ଟିକେ ଶୁଣି ଦିଅନ୍ତୁ, ଭଲ। ଆଉ ଯଦି ଆପଣଙ୍କୁ ଭଲ ଲାଗେ ତାହେଲେ ଏ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। କମେଣ୍ଟରେ ମୋତେ ଲେଖିକି ଜଣାଇବେ। ମୁଁ ପୁଣି ଥରେ ମୂଳରୁ ପଢ଼ିବି, ଆପଣମାନେ ଶୁଣିବେ।